ଚାଲନ୍ତୁ ଗୋଟେ କଳ୍ପନା କରିବା। ଧରାଯାଉ ଏହା ରବି ଋତୁ। ପଶ୍ଚିମ ଓଡ଼ିଶାର ଜଣେ ଚାଷୀ ବହୁତ ଚିନ୍ତାରେ ଅଛନ୍ତି। ତାଙ୍କର ଯେଉଁ 5 ଏକର ଜମି ଅଛି, ସେଠି କେନାଲର ଶେଷ ମୁଣ୍ଡକୁ ପାଣି ଆସିବ ତ? ସେହି ସମୟରେ ଭୁବନେଶ୍ୱରରେ ଜଣେ ପରିବା ଦୋକାନୀ ଆଳୁ ପିଆଜର ଦର ଠିକ୍ କରୁଛନ୍ତି। ଆଉ ଜଣେ ଜିଲ୍ଲା ଅଧିକାରୀ ମାନଚିତ୍ର ଦେଖି ଭାବୁଛନ୍ତି କେଉଁ ବ୍ଲକରେ ମରୁଡ଼ି ସ୍ଥିତି ସବୁଠୁ ଖରାପ। ଏ 3 ଜଣ ପରସ୍ପରକୁ ଜାଣିନାହାନ୍ତି, କିନ୍ତୁ ଗୋଟିଏ ଅଦୃଶ୍ୟ ସୂତାରେ ବନ୍ଧା। ଆଉ ସେଇଟା ହେଉଛି ଡାଟା, ବିଶେଷ କରି ଜଳସେଚନର ସରକାରୀ ସଂଖ୍ୟା। ଏବଂ ଏଇଠି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ଏହି ସଂଖ୍ୟାଗୁଡ଼ିକ ଖାଲି ଫାଇଲ ଭିତରେ ରହିବା ପାଇଁ ନୁହେଁ। ଓଡ଼ିଶା ଭଳି ରାଜ୍ୟରେ ଏହା ଆମ ଦୈନନ୍ଦିନ ଜୀବନ ସହ ଜଡ଼ିତ। ଆମେ ବଜାରରେ କେତେ ଟଙ୍କାରେ ପରିବା କିଣିବା, ଜଣେ ଚାଷୀର ଆୟ କେତେ ହେବ, ମରୁଡ଼ି ହେଲେ କେଉଁ ଗାଁକୁ ଟ୍ୟାଙ୍କର ଯିବ, ଏସବୁ ନିଷ୍ପତ୍ତି ସେହି ସଂଖ୍ୟା ଉପରେ ହିଁ ନିର୍ଭର କରେ। ସଂଖ୍ୟା ଭୁଲ ତ ମାନେ ନିଷ୍ପତ୍ତି ବି ଭୁଲ। ଠିକ୍ କହିଲେ। ଯଦି ତଥ୍ୟ କହୁଛି ଗୋଟେ ଜାଗାରେ ପାଣି ଅଛି କିନ୍ତୁ ସତରେ ନାହିଁ, ତାହେଲେ ତ ସେଠିକାର ଚାଷୀ ସାହାଯ୍ୟରୁ ବଞ୍ଚିତ ହେବେ। ତେବେ ପ୍ରଶ୍ନ ଉଠୁଛି, ଆମେ କେମିତି ଜାଣିବା ଯେ ଏହି ସରକାରୀ ସଂଖ୍ୟାଗୁଡ଼ିକ ଠିକ୍? ଏହା ପଛରେ କିଛି ପ୍ରକ୍ରିୟା ଅଛି ନା ଖାଲି ଅନ୍ଦାଜରେ କାମ ଚାଲିଛି? ଆଜି ଆମେ ସେହି ବିଷୟରେ ହିଁ ଟିକେ ଗଭୀର ଆଲୋଚନା କରିବା। ଗୋଟେ ସରକାରୀ ସଂଖ୍ୟାର ଗୁପ୍ତ ଯାତ୍ରା, କେମିତି ତାହା ଏକ ଧୂଳିମୟ କ୍ଷେତ୍ରରୁ ବାହାରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ପହଞ୍ଚେ। ନାଇଁ, ଅନ୍ଦାଜରେ ନୁହେଁ, ନିଶ୍ଚିତ ଭାବରେ ଏକ ପ୍ରକ୍ରିୟା ଅଛି। ଏହାକୁ ଆପଣ ଗୋଟେ ଭଲ ପରିସଂଖ୍ୟାନ ତିଆରି କରିବାରୁ ରେସିପି ବୋଲି କହିପାରିବେ। ଏହାର ଗୋଟେ ଆନୁଷ୍ଠାନିକ ନାଁ ବି ଅଛି, GSBPM, ମାନେ ଜେନେରିକ୍ ଷ୍ଟାଟିଷ୍ଟିକାଲ ବିଜନେସ୍ ପ୍ରସେସ୍ ମଡେଲ। ଏହା ଗୋଟେ ଆନ୍ତର୍ଜାତୀୟ ମାନକ। ସାରା ବିଶ୍ୱର ସରକାରମାନେ ଏହାକୁ ବ୍ୟବହାର କରନ୍ତି, ଯେମିତିକି ତଥ୍ୟ ସଂଗ୍ରହରେ ଗୋଟେ ଶୃଙ୍ଖଳା ରହିବ। GSBPM ଶୁଣିବାକୁ ଟିକେ ଜଟିଳ ଲାଗୁଛି। ଏହି ମଡେଲ କ'ଣ ବାସ୍ତବରେ କାମ କରେ ନା ଖାଲି କାଗଜପତ୍ରରେ ରହିଯାଏ? ଏହାକୁ ସହଜରେ ବୁଝିବା ପାଇଁ ଆମେ ଗୋଟେ କାହାଣୀର ସାହାଯ୍ୟ ନେବା କି? ଚାଲନ୍ତୁ ପଶ୍ଚିମ ଓଡ଼ିଶାର ମରୁଡ଼ି କଥାକୁ ହିଁ ଧରିବା ଆଉ ଦେଖିବା ଗୋଟେ ସଂଖ୍ୟା କେମିତି ଯାତ୍ରା କରେ। ହଁ, ଏଇଟା ବହୁତ ଭଲ ଉପାୟ ହେବ। ତେବେ ଚାଲନ୍ତୁ, ଏହି GSBPMରେ ମୋଟ 8ଟି ପର୍ଯ୍ୟାୟ ଅଛି। ପ୍ରଥମ ପର୍ଯ୍ୟାୟ ହେଉଛି ପ୍ରୟୋଜନ ନିର୍ଦ୍ଦିଷ୍ଟ କରିବା, ମାନେ ସ୍ପେସିଫାଏ ନିଡ୍ସ। ସରକାର ତ ଖାଲି ମଜା ପାଇଁ ଡାଟା ଏକାଠି କରନ୍ତି ନାହିଁ, ସବୁବେଳେ ଗୋଟେ ଜରୁରୀ ପ୍ରଶ୍ନ ଥାଏ। ଆମର ମରୁଡ଼ି କାହାଣୀରେ ଯେତେବେଳେ ମୌସୁମୀ ଦୁର୍ବଳ ହେଲା, ସରକାର ପ୍ରଶ୍ନ ପଚାରିବେ, କେଉଁ ଜଳସେଚନ ଉତ୍ସ ବେଶୀ ପ୍ରଭାବିତ ହୋଇଛି? ପୋଖରୀ ଶୁଖିଯିବା ଯୋଗୁଁ କେଉଁ ବ୍ଲକରେ ରବି ଚାଷ ହେବନି? ଏଇଠୁ ହିଁ କାମ ଆରମ୍ଭ। ଆଚ୍ଛା, ତେବେ ପ୍ରଥମେ ପ୍ରଶ୍ନ, ସରକାର ଜାଣିବାକୁ ଚାହୁଁଛନ୍ତି କେଉଁଠି ସମସ୍ୟା ବେଶୀ, କିନ୍ତୁ ଏହାର ଉତ୍ତର ପାଉଥିବା ପାଇଁ ତ 30ଟି ଜିଲ୍ଲାରୁ ତଥ୍ୟ ଆସିବ। ସମସ୍ତେ ଯେମିତି ଗୋଟିଏ ଭାଷାରେ କଥା ହେବେ, ତାହା କେମିତି ସୁନିଶ୍ଚିତ ହେବ? ନହେଲେ ତ ଜଣେ ଜଳସେଚିତ ଅଞ୍ଚଳ କହିଲେ ଗୋଟେ କଥା ବୁଝିବ, ଆଉ ଜଣେ ଆଉ ଗୋଟେ। ଏଠି ଆସୁଛି ଦ୍ୱିତୀୟ ପର୍ଯ୍ୟାୟ, ଡିଜାଇନ। ଏହି ପର୍ଯ୍ୟାୟରେ ହିଁ ନିୟମ ତିଆରି ହୁଏ। ଆପଣ ଯେଉଁ କଥା କହିଲେ, ତାର ସମାଧାନ ପାଇଁ ସବୁ ଶବ୍ଦର ସ୍ପଷ୍ଟ ସଂଜ୍ଞା ତିଆରି କରାଯାଏ। ଯେମିତିକି ନେଟ୍ ଜଳସେଚିତ ଅଞ୍ଚଳ ଆଉ ଗ୍ରସ୍ ଜଳସେଚିତ ଅଞ୍ଚଳ ଭିତରେ ପାର୍ଥକ୍ୟ କ'ଣ? ରୁହନ୍ତୁ, ଏଇଟା ଟିକେ ଜଟିଳ ଶୁଭୁଛି। ନେଟ୍ ଆଉ ଗ୍ରସ୍ ଭିତରେ ସତରେ ଫରକ କ'ଣ? ଜଣେ ସାଧାରଣ ଚାଷୀ ପାଇଁ ଏଇଟା କାହିଁକି ଜରୁରୀ? ବହୁତ ଭଲ ପ୍ରଶ୍ନ। ଭାବନ୍ତୁ, ଜଣେ ଚାଷୀଙ୍କର 10 ଏକର ଜମି ଅଛି। ସେ ଖରିଫ ଋତୁରେ ପୁରା 10 ଏକରରେ ଧାନ କଲେ, ତାପରେ ରବି ଋତୁରେ କ୍ୟାନାଲ ପାଣିରେ ସେହି ଜମିରୁ 5 ଏକରରେ ପନିପରିବା କଲେ। ଏଠି ତାଙ୍କର ନେଟ୍ ଜଳସେଚିତ ଅଞ୍ଚଳ ହେଲା 10 ଏକର, ମାନେ ତାଙ୍କର ମୋଟ ଜମି। କିନ୍ତୁ ଗ୍ରସ୍ ଜଳସେଚିତ ଅଞ୍ଚଳ ହେଲା 15 ଏକର। ଖରିଫର 10 ଆଉ ରବିର 5। ଏଥିରୁ ଜଣାପଡ଼େ ଗୋଟିଏ ଜମିକୁ କେତେ ଥର ଚାଷ କରାଯାଉଛି। ଏମିତି ସବୁ ନିୟମ ଏଇ ଡିଜାଇନ ପର୍ଯ୍ୟାୟରେ ତିଆରି ହୁଏ। ବୁଝିଗଲି। ତେବେ ନିୟମ ତିଆରି ହୋଇଗଲା, ଏବେ ଏଇ ଯୋଜନାକୁ କାମରେ ଲଗାଇବା ପାଇଁ କିଛି ଟୁଲ୍ସ ଦରକାର ପଡ଼ିବ ନିଶ୍ଚୟ। ଏଇଟା କ'ଣ ପରବର୍ତ୍ତୀ ପଦକ୍ଷେପ? ଏକଦମ। ଏହା ହେଉଛି ତୃତୀୟ ପର୍ଯ୍ୟାୟ, ନିର୍ମାଣ ବା ବିଲ୍ଡ। ଆଜିକାଲି ଏହା ସାଧାରଣତଃ ଗୋଟେ ସଫ୍ଟୱେର୍ ବା ୱେବ୍ ପୋର୍ଟାଲ ହୋଇଥାଏ। ଆମ ମରୁଡ଼ି ଉଦାହରଣରେ ଗୋଟେ MIS ପୋର୍ଟାଲ ତିଆରି କରାଯିବା, ଯୋଉଠି ପ୍ରତି ଜିଲ୍ଲାର ଅଧିକାରୀମାନେ ତଥ୍ୟ ଅପଲୋଡ୍ କରିବେ। କିନ୍ତୁ ଏହା ଖାଲି ଡାଟା ଏଣ୍ଟ୍ରି ଫର୍ମ ନୁହେଁ, ଏଥିରେ କିଛି ନିୟମ ବି ଥାଏ। ଯେମିତିକି ଗୋଟେ କେନାଲର ଜଳସେଚିତ ଅଞ୍ଚଳ ତାର ଡିଜାଇନ କ୍ଷମତାଠାରୁ ଅଧିକ ହୋଇପାରିବ ନାହିଁ। ଆଚ୍ଛା, ତାହେଲେ ସିଷ୍ଟମ ହିଁ କିଛି ମନୁଷ୍ୟକୃତ ଭୁଲକୁ ଆଗରୁ ରୋକିଦେବ? ବହୁତ ଭଲ। ସିଷ୍ଟମ ଏବେ ତିଆରି,
ଏବେ ଆସିଲା ତଥ୍ୟ ସଂଗ୍ରହର ପାଳି ଆଉ ମୋତେ ଲାଗୁଛି ଏହି ଚତୁର୍ଥ ପର୍ଯ୍ୟାୟ ତଥ୍ୟ ସଂଗ୍ରହ ସବୁଠୁ ବଡ଼ ଚ୍ୟାଲେଞ୍ଜ କାରଣ ଏଇଠି ତ ସବୁଠୁ ବଡ଼ ଦୁର୍ବଳତା ନା କି ଜଣେ ଅଧିକାରୀ ପୁରୁଣା ଡାଟା ଦେଇଦେଲେ କ'ଣ ହବ ଆପଣ ଏକଦମ ଠିକ୍ ଜାଗାକୁ ଆସିଛନ୍ତି। ଏହା ପ୍ରକୃତିର ସବୁଠୁ ସମ୍ବେଦନଶୀଳ ଅଂଶ। ତଥ୍ୟ ଅନେକ ଜାଗାରୁ ଆସେ। କେନାଲ ଡିଭିଜନରୁ, ଜିଲ୍ଲା କୃଷି ଅଫିସରରୁ, ପୋଖରୀ ଆଉ ଉଠା ଜଳସେଚନ ବିଭାଗରୁ। ଆମ ମରୁଡ଼ି କାହାଣୀରେ ସେହି ଜିଲ୍ଲାର ଅଧିକାରୀ ଏହି ପୋର୍ଟାଲରେ ଡାଟା ଦେବେ ଆଉ ସେଇଠି ଭୁଲ ହେବାର ସମ୍ଭାବନା ରହିଛି। ସେଥିପାଇଁ ତ ପରବର୍ତ୍ତୀ ପର୍ଯ୍ୟାୟଟି ଏତେ ଜରୁରୀ। କୋଉଠି ଟାଇପିଂ ଭୁଲ କୋଉଠି ଡାଟା ଖାଲି ଥିବ କିଏ ଏକରରେ ଲେଖିଥିବା ତ କିଏ ହେକ୍ଟେରରେ ଏହି ଅବ୍ୟବସ୍ଥାକୁ ନେଇ ଆଗକୁ କ'ଣ କରାଯାଏ ଏଠି ଆସେ ପଞ୍ଚମ ପର୍ଯ୍ୟାୟ, ପ୍ରକ୍ରିୟାକରଣ ବା ପ୍ରୋସେସ। ଏହା ହେଉଛି ଡାଟା ସଫା କରିବାର କାମ। ସବୁ ତଥ୍ୟକୁ ଗୋଟିଏ ଫର୍ମାଟକୁ ଅଣାଯାଏ ଆଉ ତ୍ରୁଟି ଖୋଜାଯାଏ। ଆମ କାହାଣୀକୁ ଫେରିବା। ଧରାଯାଉ ମରୁଡ଼ି ପ୍ରଭାବିତ ଜିଲ୍ଲାରୁ ରିପୋର୍ଟ ଆସିଲା ଯେ ପୋଖରୀ ଜଳସେଚନ ବଢ଼ିଯାଇଛି। ଏହା ତ ଅସମ୍ଭବ। ସିଷ୍ଟମ ତୁରନ୍ତ ଏହାକୁ ଗୋଟିଏ ଆଉଟଲାୟର ବୋଲି ଚିହ୍ନଟ କରିବ ଆଉ ଯାଞ୍ଚ ପାଇଁ ଫ୍ଲାଗ୍ କରିବ। ପରେ ଜଣାପଡ଼ିଲା ଯେ ଅଧିକାରୀ ଜଣକ ଭୁଲରେ ଗୋଟେ ଶୂନ୍ୟ ଅଧିକ ଟାଇପ୍ କରିଦେଇଥିଲେ। ଦେଖିଲେ ଏହି ପର୍ଯ୍ୟାୟ କେମିତି ଗୋଟେ ବଡ଼ ଭୁଲକୁ ଧରି ପକାଇଲା। ବାଃ ଏହା ତ ଗୋଟେ ସୁରକ୍ଷା କବଚ ଭଳି କାମ କରୁଛି ଗୋଟେ ଟାଇପିଂ ଭୁଲ ପାଇଁ କୋଟି କୋଟି ଟଙ୍କାର ସହାୟତା ଭୁଲ ଜାଗାକୁ ଯିବାରୁ ବଞ୍ଚିଗଲା ଠିକ୍ ଅଛି ତେବେ ଡାଟା ଏବେ ସଫା ହୋଇଗଲା ଏବେ ଏହି ସଂଖ୍ୟାଗୁଡ଼ିକ କିଛି କାହାଣୀ କହିବେ ଠିକ୍ ନା ହଁ, ଏବେ ଆସୁଛେ ଷଷ୍ଠ ପର୍ଯ୍ୟାୟ, ବିଶ୍ଳେଷଣ ବା ଆନାଲାଇଜ୍। ଏଠି ଶୁଦ୍ଧ ତଥ୍ୟକୁ ବ୍ୟବହାରିକ ଜ୍ଞାନରେ ପରିଣତ କରାଯାଏ। ବିଶ୍ଳେଷକମାନେ ଖାଲି ସଂଖ୍ୟା ଦେଖନ୍ତି ନାହିଁ, ସେମାନେ ଟ୍ରେଣ୍ଡ ଖୋଜନ୍ତି। ଆମ ମରୁଡ଼ି କାହାଣୀରେ ସେମାନେ ଦେଖିଲେ ଯେ ଏଇ ଜିଲ୍ଲାରେ ପୋଖରୀ ଜଳସେଚନ 80% କମିଯାଇଛି, କିନ୍ତୁ ଉଠା ଜଳସେଚନ ପଏଣ୍ଟଗୁଡ଼ିକ ଏବେ ବି ଚାଲୁଅଛି। ଏହା ଏକ ସାଧାରଣ ତଥ୍ୟ ନୁହେଁ, ଏହା ଏକ କାର୍ଯ୍ୟକ୍ଷମ ଜ୍ଞାନ। ଏହା ନିଷ୍ପତ୍ତି ନେବାରେ ସାହାଯ୍ୟ କରେ। ଏ ଜ୍ଞାନ ତ ମିଳିଗଲା କିନ୍ତୁ ଯଦି ଏହା ଖାଲି ଜଣେ ବିଶ୍ଳେଷକଙ୍କ କମ୍ପ୍ୟୁଟରରେ ରହିଲା ତାର ତ କିଛି ମୂଲ୍ୟ ନାହିଁ ଏହାକୁ ଠିକ୍ ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର ସେଥିପାଇଁ ତ ଅଛି ସପ୍ତମ ପର୍ଯ୍ୟାୟ, ପ୍ରସାରଣ ବା ଡିସେମିନେଟ୍। ଗୋଟେ ଭଲ ସିଷ୍ଟମରେ ଫଳାଫଳକୁ ଲୁଚାଇ ରଖାଯାଏ ନାହିଁ। ଆମ ଉଦାହରଣରେ ସେହି ବିଶ୍ଳେଷଣକୁ ତୁରନ୍ତ ଜିଲ୍ଲାସ୍ତରୀୟ ଡ୍ୟାଶବୋର୍ଡରେ ଅପଡେଟ୍ କରାଗଲା, ଯାହାକୁ ଜିଲ୍ଲାପାଳ ଦେଖିପାରିବେ। ଆଉ ତାପରେ ସେମାନେ ନିଷ୍ପତ୍ତି ନେଲେ ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଦିଆଯାଉ। ଦେଖନ୍ତୁ ଡାଟା କେମିତି ନିଷ୍ପତ୍ତିରେ ବଦଳିଗଲା। ଏହା ପ୍ରକୃତରେ ଏକ ଶକ୍ତିଶାଳୀ ଯାତ୍ରା ତେବେ ଏ ବର୍ଷର କାମ ତ ସରିଲା କିନ୍ତୁ ସବୁବେଳେ ଉନ୍ନତିର ସୁଯୋଗ ଥାଏ ଏହି ପ୍ରକ୍ରିୟାରୁ କିଛି ଶିଖିବା ପାଇଁ ବ୍ୟବସ୍ଥା ଅଛି କି ନିଶ୍ଚୟ ଅଛି। ଏହା ହେଉଛି ଶେଷ ପର୍ଯ୍ୟାୟ, ଅଷ୍ଟମ ପର୍ଯ୍ୟାୟ, ମୂଲ୍ୟାଙ୍କନ ବା ଇଭାଲ୍ୟୁଏଟ୍। ଏହା ଏକ ନିରନ୍ତର ପ୍ରକ୍ରିୟା। ପ୍ରତିବର୍ଷ ଶେଷରେ ସମୀକ୍ଷା କରାଯାଏ। ପ୍ରଶ୍ନ ପଚରାଯାଏ ସେହି ଅଧିକାରୀ ଜଣକ କାହିଁକି ଭୁଲ ତଥ୍ୟ ଦେଲେ, ଟ୍ରେନିଂର ଅଭାବ ଥିଲା। ଏହି ମତାମତ ପରବର୍ତ୍ତୀ ବର୍ଷ ପାଇଁ ସିଷ୍ଟମକୁ ଆହୁରି ମଜବୁତ କରେ। ତେବେ GSBPM ଗୋଟେ ଅଦୃଶ୍ୟ ଢାଞ୍ଚା ଭଳି ଯେତେବେଳେ ଏହା ଠିକ୍ କାମ କରେ କେହି ଧ୍ୟାନ ଦିଅନ୍ତି ନାହିଁ କିନ୍ତୁ ଯେତେବେଳେ ଏହା ନଥାଏ ସେତେବେଳେ ନିଷ୍ପତ୍ତିଗୁଡ଼ିକ କେବଳ ଅନୁମାନ ଉପରେ ହୁଏ ଆଉ ତାର ଫଳ ସେହି ସାଧାରଣ ଚାଷୀଙ୍କୁ ଭୋଗିବାକୁ ପଡ଼େ ଏକଦମ ଠିକ୍ କଥା କହିଲେ। GSBPM କେବଳ ତଥ୍ୟର ଗୁଣବତ୍ତା ନୁହେଁ, ଏହା ନିଷ୍ପତ୍ତି ନେବାର ଗୁଣବତ୍ତା ବି ବଢ଼ାଏ। ଏହା ପ୍ରମାଣ ଆଧାରିତ ଶାସନକୁ ମଜବୁତ କରେ। ଯେତେବେଳେ ଜଣେ ଜିଲ୍ଲା ଅଧିକାରୀଙ୍କ ପାଖରେ ବିଶ୍ୱସନୀୟ ତଥ୍ୟ ଥାଏ ସେ ଆତ୍ମବିଶ୍ୱାସରେ ନିଷ୍ପତ୍ତି ନେଇପାରିବେ। ତେବେ ଆଜିର ଆଲୋଚନାରୁ ଆମେ ଦେଖିଲେ ଗୋଟେ ସାଧାରଣ ଦେଖାଯାଉଥିବା ସଂଖ୍ୟା କେତେ ଲମ୍ବା ଯାତ୍ରା ଦେଇ ଗତି କରେ। ଗୋଟେ ପ୍ରଶ୍ନରୁ ଆରମ୍ଭ ହୁଏ, କ୍ଷେତ୍ରରୁ ତଥ୍ୟ ସଂଗ୍ରହ ହୁଏ, ତାକୁ ସଫା କରାଯାଏ, ବିଶ୍ଳେଷଣ କରାଯାଏ ଓ ଶେଷରେ ଏକ ନିଷ୍ପତ୍ତିରେ ପରିଣତ ହୁଏ ଯାହା ଜଣେ ଚାଷୀର ଜୀବନକୁ ଛୁଇଁଥାଏ। ହଁ, ଆଉ ଏହାକୁ ବୁଝିବା କେବଳ ବିଶେଷଜ୍ଞଙ୍କର କାମ ନୁହେଁ। ମୋ ମତରେ ଏହା ସାଧାରଣ ନାଗରିକମାନଙ୍କୁ ବି ସଶକ୍ତ କରେ। ବର୍ତ୍ତମାନ ଯେତେବେଳେ କୌଣସି ଜଳସେଚନ ପ୍ରକଳ୍ପ କଥା ଉଠିବ, ଜଣେ ସଚେତନ ନାଗରିକ ଭଲ ପ୍ରଶ୍ନ ପଚାରିପାରିବେ। ସେମାନେ ପଚାରିପାରିବେ, ଆପଣ ଯେଉଁ ସଂଖ୍ୟା ଦେଉଛନ୍ତି ତାହା କେଉଁଠୁ ଆସିଲା? ଏହା ଉପରେ ଆମେ ବିଶ୍ୱାସ କରିପାରିବା କି? ଏହି ପ୍ରଶ୍ନଗୁଡ଼ିକ ହିଁ ସରକାରୀ ବ୍ୟବସ୍ଥାକୁ ଅଧିକ ଉତ୍ତରଦାୟୀ କରେ। ଆଜିର ଆଲୋଚନା ଶେଷ କରିବା ପୂର୍ବରୁ ଶ୍ରୋତାଙ୍କ ପାଇଁ ଗୋଟେ ଚିନ୍ତା ଛାଡ଼ିଯିବାକୁ ଚାହୁଁଛି। ଓଡ଼ିଶାରେ ଜଳସେଚନ ପରିସଂଖ୍ୟାନ ଖାଲି କାଗଜ ଉପରେ ଥିବା କିଛି ସଂଖ୍ୟା ନୁହେଁ।
ଏହା ହେଉଛି ସେହି ଭାଷା ଯେଉଁଥିରେ ଆମେ ଆମର ସାମୂହିକ ସମ୍ପଦ, ଆମର ଜଳ, ଆମର ମାଟି ଆଉ ଆମର ଖାଦ୍ୟ ସୁରକ୍ଷା ବିଷୟରେ କଥା ହେଉ। ବିଲକୁଲ। ଏବଂ ଯେତେବେଳେ ନାଗରିକମାନେ ବୁଝନ୍ତି ଯେ ଏହି ଭାଷା କିପରି ତିଆରି ହୁଏ, ସେତେବେଳେ ସେମାନେ ସରକାରଙ୍କ ନୀତି, ପ୍ରତିଶ୍ରୁତି ଆଉ ପ୍ରାଥମିକତାକୁ ଭଲ ଭାବରେ ବିଚାର କରିପାରିବେ। ଏହା ସୁନିଶ୍ଚିତ କରେ ଯେ ଆମ ଭବିଷ୍ୟତର ନିଷ୍ପତ୍ତିଗୁଡ଼ିକ କୌଣସି ଅଫିସ ଭିତରରୁ ଅନୁମାନ ଉପରେ ନୁହେଁ, ବରଂ ଆମ କ୍ଷେତ୍ରର ସତ୍ୟ ଉପରେ ଆଧାରିତ। ଆଉ ଗୋଟେ ସୁସ୍ଥ ଗଣତନ୍ତ୍ର ପାଇଁ ଏହାଠାରୁ ବଡ଼ କଥା ଆଉ କିଛି ନାହିଁ।